ବୋଉ ବୋଉ ବାବା କାହିଁ ଲୁଣ ହଳଦୀ ହାତ ହେଇକି ସେଠି କ'ଣ କରୁଛନ୍ତି କି? ମରୁଆ ମାଛ ଲୁଣ ହଳଦୀ ଦେଇ ଗୋଳଉଛନ୍ତି। ଆଜି ମରୁଆ ହବ? ହଁ, ସୋରିଷ ଆଉ ଆମ୍ବୁଲ ଦେଇକି ଝୋଳ କରିବି। ଆଳୁ ପକା ହବ ନା ନାହିଁ? ଆଳୁ ପଡ଼ିବ ଫାଳ ଫାଳ କି। ୱାଓ, ଆଜି ତାହେଲେ ମରୁଆ ମାଛ ଖାଲି ଝୋଳ କରି ଖାଇବା ନା ଟିକେ ମୋ ପାଇଁ ପଖାଳ ଫଖାଳ ରେଡ଼ି କରିପାରିବୁ? ହଁ, ପଖାଳରେ କରିଦେବି। ମୁଁ ତାହେଲେ ଆଜି ପଖାଳ ମାଛ ଭଜା ଖାଇବି, ମୋତେ ଭଜା ଟିକେ କାଢ଼ିଦେବୁ, ତାପରେ ତମେ ତମର ଖାଇବ ଯଦି ମରୁଆ ଝୋଳ ଖାଅ ଆଉ। ହଁ, ଚୁଲିରେ ଆଜି କରିବି। ଚୁଲିରେ ହବ? କେମିତି ଟିକେ କରିବୁ ଟିକେ କହୁନୁ? ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ବ୍ଲଗ୍। ଆଜି ଆପଣମାନେ ଦେଖିବେ ମରୁଆ ଝୋଳ କେମିତି ତିଆରି ହେଉଛି, ମୋ ବୋଉ କେମିତି ତିଆରି କରୁଛି। ମୁଁ ସବୁ ଆଜି ଗୋଟି ଗୋଟିକିରି ଆପଣଙ୍କୁ ଦେଖେଇବି। ମୋ ବୋଉକୁ ବି ପଚାରିବି ମରୁଆ ଝୋଳ ଟେଷ୍ଟି କେମିତି ବନଉଛି। ସିଏ ଆଜି ଚୁଲି ବି ଲଗେଇବ, ମରୁଆ ବି ଭାଜିବ, ଭାତ ବି ବସେଇବ। ଚାଲନ୍ତୁ ଆପଣମାନେ ଦେଖନ୍ତୁ ମୋ ବୋଉ ମରୁଆ ମାଛ କେମିତି ଭାଜୁଛି। ଆଉ ବୋଉ କ'ଣ ମାଛ ଭଜା ହେଲାଣି? ହଁ, କରେଇ ବସିଲା, ତାପରେ ତେଲ ପକେଇଲି। ତେଲ ତାତିଲା ପରେ ବାମ୍ଫ ଯେତେବେଳେ ବାହାରିଲା, ତାପରେ ମାଛକୁ ପକେଇଲି। ମାଛ ପୁରା କଡ଼କଡ଼ିଆ ହେଇକି ଭାଜିଦେଲି। ଭାଜି ସାରିକି ତାପରେ ସୋରିଷ, ରସୁଣ, ଲଙ୍କା, ଜିରା, ସୋରିଷ ବାଟିକିନା ମସଲା ତିଆରି କଲି। ତାପରେ ମାଛ ଭାଜିକି ଥୋଇ ସାରିକି ତାପରେ ସୋରିଷ ଆଉ କଞ୍ଚା ଲଙ୍କା ତାକୁ ଟିକେ ଭାଜିଲି। ତାପରେ ଯେଉଁ ସୋରିଷ ବଟାଟା ବେସରଟାକୁ ତାପରେ ଜୋରିକି ଢାଳିଦେଲି। ତାପରେ ମାଛ ଫୁଟିଲା, ତାପରେ ଆମ୍ବୁଲ ପଡ଼ିଲା ଟିକେ। ଆମ୍ବୁଲ ପଡ଼ି ସାରିଲା ପରେ ଝୋଳ ଫୁଟିଲା। ଝୋଳ ଫୁଟିଲା ପରେ ମାଛକୁ ପକେଇଦେଲି। ମାଛ ପକେଇ ତାକୁ ଟିକେ ହଲଚଲ କରିଦେଲି, ମାନେ ଘାଣ୍ଟି ଦେଲି। ତାପରେ ସୋରିଷ ମସଲା ଝୋଳ ବେସର ରେଡ଼ି ଆଉ। ହ୍ୟାଲୋ ଫ୍ରେଣ୍ଡସ୍, ଆପଣମାନେ ଦେଖିଲେ ତ ମୋ ବୋଉ କେମିତି ସୋରିଷ ମାଛ ଝୋଳ ରେଡ଼ି କରିଦେଇଛି। ଏବେ ସୋରିଷ ମାଛର ଟେଷ୍ଟ ଚାଖିବା, ଆଉ ଆପଣମାନଙ୍କୁ କହିବି କେମିତି ମାଛ ଝୋଳ ହେଇଛି। ମୋ ବୋଉ କେତେ ସୁନ୍ଦର ମାଛ ରାନ୍ଧିଛି। ମୁଁ ଆଜି 7-8 ପିସ୍ ମାଛ ଖାଇଦେବି। ବାବା କ'ଣ କହୁଥିଲେ 2 କେଜି ମାଛ ଆଣିଛନ୍ତି। ସାଙ୍ଘାତିକ ଖାଇବା। ଏହିସବୁ ଖାଇସାରିଲା ପରେ ପେଟ ବାଡ଼େଇକି ଶୋଇବା କଥା ଆଉ। ପୁଅ, ମାଛ ଝୋଳ ବେସର କେମିତି ହେଇଛି? ଭାରି ଗରମ ଗରମ ମାଛ ବେସର ଖାଇଦେଲା ବେଳକୁ ଦେହରେ ଶୀତ ଦିନରେ ଦେହରେ ପୁରା ଏକାଥରେ ଜାନ୍ ଆସିଯାଉଛି। ତାପରେ ଆଳୁ ପୋଡ଼ା ଟିକେ କରିଛି। ହଁ, ସେ ଆଳୁ ପୋଡ଼ାର ଯେଉଁ ଟେଷ୍ଟି କହିବା କଥା ନୁହଁ, ପୁରା ସାଂଘାତିକ ହେଇଛି। ମାଛର ଯେଉଁ ଟେଷ୍ଟ ଆଉ କ'ଣ ରହିହବ? ମିନିମମ୍ 3-4 ପିସ୍ ଆଜି ଉଡ଼ିଯିବ ମାଛ। ମାଛ ଝୋଳ ଆମ୍ବୁଲ ପକା ଖାଇକି ହଁ, ପାନ ମଧୁର ଟିକେ ଖାଇଦବୁ, ହଜମ ହେଇଯିବ ଆଉ। ହଜମ ହେଲେ ପୁଣି ଖାଇବି ଯେ, ଦେଇପାରିବୁ ତ? ହଁ ହଁ ହଁ। ହ୍ୟାଲୋ ଫ୍ରେଣ୍ଡସ୍, ଆପଣମାନେ ବି ଚୁଲିରେ ସୋରିଷ ମାଛ ଝୋଳ ବନାନ୍ତୁ, ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।